ଏହା ଉପାସନା ସତ୍କର୍ମ ଓ ଧର୍ମକୁ କଳଙ୍କିତ କରିଥାଏ। କାରଣ ଉପାସନାର ହିଁ ମାୟା ସଂସାର ତୁଚ୍ଛ ବର ପାଇଁ ପ୍ରାର୍ଥନା କରେ। ବର ପାଇବା ବେଳେ ଆନନ୍ଦ ମିଳିଥାଏ, କିନ୍ତୁ ସେହି ବରଟା ତାକୁ ଦୁଃଖ ନିର୍ଯାତନା ଦେଇଥାଏ। ସେହି ଭଳି ରାଜା ଦଣ୍ଡୀ ଦେବନାଗରୀ ମେନକାକୁ ପାଇବା ପରେ ଖୁସି ସହି ପାଉଛି ବେଶୀ ଦୁଃଖ ଆଉ ଯନ୍ତ୍ରଣା। ଧ୍ୱଂସ କରିଦେଲା ତାର ସୁନାର ସଂସାର। ନାରାୟଣ 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 ପ୍ରଣାମ ଭୋଳାନାଥ। ନାରାୟଣ ଖାଲି ସେତିକି ନୁହେଁ ଭୋଳାନାଥ, ଆହୁରି ଧ୍ୱଂସ ଆଡ଼କୁ ଗତି କଲାଣି ସେ ରାଜା ଦଣ୍ଡୀ। ନାରାୟଣ ନାରାୟଣ କଣ କହିବାକୁ ଚାହୁଁଛ ଦେବର୍ଷି? ଭୋଳାନାଥ, ତୁମର ଚିର ପ୍ରତିଦ୍ୱନ୍ଦ୍ୱୀ ହେଉଛନ୍ତି ଋଷି ଦୁର୍ବାସା। ସେ ଘଟକି ମେନକା ଏବଂ ରାଜା ଦଣ୍ଡୀଙ୍କୁ ତଡ଼ିଦେଲେ ସେ ନିର୍ଜନ କାନନେ। ନାରାୟଣ ନାରାୟଣ ଆଉ ସେଥିପାଇଁ ତାଙ୍କରି ରାଣୀ ଚନ୍ଦ୍ରିକା ଦଣ୍ଡ ପାଇ ଏବେ ଭିକ୍ଷା ମାଗୁଛନ୍ତି। ନାରାୟଣ ନାରାୟଣ ତପସ୍ୟା କରି ସେ ଋଷି ଦୁର୍ବାସା ମହାଶକ୍ତିର ଅଧିକାରୀ, ତେଣୁ ତାକୁ ଭୟ କରନ୍ତି ଏ ତ୍ରିପୁରାର ସମସ୍ତ। କିନ୍ତୁ ଗୋଟିଏ କଥା ମନେ ରଖନ୍ତୁ ପ୍ରଭୁ, ସେ ଅପ୍ସରା ମେନକାକୁ ଆଉ ରକ୍ଷା କରିପାରିବ ନାହିଁ ରାଜା ଦଣ୍ଡୀ କିମ୍ବା ଦେବରାଜ ଇନ୍ଦ୍ର ମଧ୍ୟ। ଆଉ ନ ହୋଇବ ପ୍ରାପତ। ନାରାୟଣ ନାରାୟଣ ନିଶ୍ଚୟ ଛଡ଼ାଇ ଆଣିବି ସେ ମେନକା ସୁନ୍ଦରୀ। ମୁଁ ମାନୁଛି ପ୍ରଭୁ, ଆପଣ ଚାହିଁଲେ ନିଶ୍ଚୟ ପ୍ରାପ୍ତ ହେବ ସେ ଘଟକି। କିନ୍ତୁ ନାରାୟଣ 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 ମାନବ ଦଣ୍ଡୀ ପାଖରେ ମେନକା ନ ରହିଲେ ସିଏ ନ ହୋଇବ ଅଭିଶାପରୁ ମୁକ୍ତ। ନାରାୟଣ ନାରାୟଣ କଣ କହିଲ ଦେବର୍ଷି? ହଁ ପ୍ରଭୁ, ସେ ରାଜା ଦଣ୍ଡୀ ପାଖରେ ନ ରହିଲେ ମେନକା ସୁନ୍ଦରୀ ଅଭିଶାପରୁ ମୁକ୍ତ ପାଇବ ନାହିଁ। ଆବଶ୍ୟକ ପଡ଼ିଲେ ଆଉ କିଏ ମଧ୍ୟ ନେବଟି ଛଡ଼ାଇ। ନାରାୟଣ ନାରାୟଣ ହେ ଦେବ नारायण 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 साजा करा देवा देवा हे त्रिशूला साजा करा देवा देवा। साजा करा देवा देवा द्वारिका के सब समरे आसिबे, द्वारिका के सब समरे आसिबे, दंडी राजा हेबे सुगाळ प्राय सज कर देव देव त्रिशूल सज कर देव देव। साथे पार्थ वीर गांडीव धरिल युद्ध बांधी नेबे से दंडी राजन। साथे पार्थ वीर गांडीव धरिल युद्ध बांधी नेबे से दंडी राजन। घटकी को नेबे धरी से बांधिल आरती करी जतन। नारायण 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 ମୁଁ ଠିକ୍ କହୁଛି ଭୋଳାନାଥ, ଏଣିକି ଆପଣଙ୍କର ସମ୍ମାନ ଆପଣ ହିଁ ରକ୍ଷା କରନ୍ତୁ। ନାରାୟଣ ନାରାୟଣ କେହି ଛଡ଼ାଇ ନେଇପାରିବେ ନାହିଁ ସେ ଅଭିଶପ୍ତ ମେନକା। ନିଶ୍ଚୟ ଛଡ଼ାଇ ଆଣିବି ସେ ଦ୍ୱାରିକା କେଶବଙ୍କ ଠାରୁ। ମେନକା ନିଶ୍ଚୟ ଲଭିବ ମୋ କତିରେ, ଆଉ
ଫେରି ଆସିବ ସେ ଆମ୍ଭରି ନିକଟେ ନିଶ୍ଚୟ ଫେରି ଆସିବ ସେ ଆମ୍ଭରି ନିକଟେ କାରଣ ମୋ ଦେବତା ମାନଙ୍କ ମଧ୍ୟରେ ଶ୍ରେଷ୍ଠ